ନମସ୍କାର, ମୁଁ ତୃପ୍ତି ଆପଣମାନଙ୍କୁ ମଇଦାନକୁ ସ୍ୱାଗତ କରୁଛି। କ୍ରିକେଟ ଦୁନିଆରେ କୁହାଯାଏ କି ସଫଳତାର ସିଢ଼ି ଯେତିକି ଶୀଘ୍ର ମିଳେ ସେଠାରେ ନିଜକୁ ସମ୍ଭାଳିବା ସେତିକି କଷ୍ଟକର ହୋଇଥାଏ। ବର୍ତ୍ତମାନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-20 ସିରିଜରେ ଠିକ୍ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଇପିଏଲ୍ 2026ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିବା ଭାରତୀୟ ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଭାରତର ଘାତକ ଦ୍ରୁତ ବୋଲର ଜୋଫ୍ରା ତାଙ୍କ ସାମ୍ନାରେ ଏଭଳି ଏକ ପ୍ରାଚୀର ସଦୃଶ ଠିଆ ହୋଇଛନ୍ତି ଯାହାକୁ ଅତିକ୍ରମ କରିବା ବୈଭବଙ୍କ ପାଇଁ ମୁସ୍କିଲ ହୋଇଛି। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଚାଲିଥିବା ମହାଲଢ଼େଇ ଏବଂ ବୈଭବଙ୍କର ଦୁର୍ବଳତାକୁ ନେଇ ଏବେ ବଡ଼ ବୟାନ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ମୋଇନ୍ ଅଲି। ମୋଇନ୍ ଏଭଳି ଏକ ସତ୍ୟ ପ୍ରକାଶ କରିଛନ୍ତି ଯାହା ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ଥିବା ବଡ଼ ପାର୍ଥକ୍ୟକୁ ସ୍ପଷ୍ଟ କରୁଛି। ଆଜି ଆମେ ଏହି ଭିଡିଓରେ ଆଲୋଚନା କରିବା କାହିଁକି ବୈଭବ ସୂର୍ଯ୍ୟବଂଶୀ ଜୋଫ୍ରା ଆର୍ଚରଙ୍କ ସର୍ଟ ବଲ୍ ଆଗରେ ଆତ୍ମସମର୍ପଣ କରୁଛନ୍ତି ଏବଂ ମୋଇନ୍ ଅଲି ତାଙ୍କୁ କେଉଁ ଆନ୍ତର୍ଜାତିକ ଚେତାବନୀ ଦେଇଛନ୍ତି। ଚାଲିଥିବା ପଞ୍ଚମ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଇଂଲଣ୍ଡ ଦଳ ପୂର୍ବରୁ ହିଁ 3-0ରେ ଆଗୁଆ ରହି ସିରିଜ କବ୍ଜା କରିସାରିଛି। କିନ୍ତୁ ଏହି ସିରିଜରେ ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଛି ଜୋଫ୍ରା ଆର୍ଚର ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଚାଲିଥିବା ବ୍ୟକ୍ତିଗତ ଲଢ଼େଇ। ଆର୍ଚର ନିଜର ଦ୍ରୁତ ଗତି ଏବଂ ବିପଜ୍ଜନକ ବାଉନ୍ସର ଜରିଆରେ ଏହି ବାମ ହାତୀ ଯୁବ ବ୍ୟାଟରଙ୍କର ସବୁଠାରୁ ବଡ଼ ଦୁର୍ବଳତାକୁ ସର୍ବସମ୍ମୁଖକୁ ଆଣିଦେଇଛନ୍ତି। ସିରିଜର 3ଟି ମ୍ୟାଚ୍ ମଧ୍ୟରୁ 2 ଥର ଜୋଫ୍ରା ଆର୍ଚର ବୈଭବକୁ ସର୍ଟ ବଲ୍ ବା ବାଉନ୍ସର ସାହାଯ୍ୟରେ ଆଉଟ୍ କରିଛନ୍ତି। ତୃତୀୟ ଟି-20 ମ୍ୟାଚ୍ରେ ଆର୍ଚରଙ୍କର ଏକ ଘାତକ ବଲ୍ ବୈଭବଙ୍କ ଗ୍ଲୋଭ୍ସରେ ବାଜି ୱିକେଟ୍ କିପରଙ୍କ ହାତକୁ ଚାଲିଯାଇଥିଲା। ଏହାପରେ ବିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-20 ମ୍ୟାଚ୍ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଆର୍ଚରଙ୍କର ଆଉ ଏକ ସର୍ଟ ଡେଲିଭରିକୁ ଫୁଲ୍ କରିବାକୁ ଚେଷ୍ଟା କରି ବୈଭବ ଟପ୍ ଏଜ୍ ଦେଇ ବସିଲେ ଏବଂ 30 ଗଜ ସ୍କୋୟାର ଭିତରେ ହିଁ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଗଲେ। ଏହି ଦୁଇଟି ଯାକ ଆଉଟ୍ ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଆନ୍ତର୍ଜାତିକ ସ୍ତରରେ ଅତି ଦ୍ରୁତ ବାଉନ୍ସରକୁ ଖେଳିବାର କଳା ବୈଭବକୁ ଏବେ ବି ଶିଖିବାକୁ ପଡ଼ିବ। ଏହି ଚେତନାରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ମୋଇନ୍ ଅଲି ନିଜ ପ୍ରସିଦ୍ଧ ପଡକାଷ୍ଟ ବିୟର ବିଫୋର ୱିକେଟରେ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ମୋଇନ୍ କହିଛନ୍ତି ଯେ ଆଇପିଏଲ୍ 2026 ସମୟରେ ସେ ରାଜସ୍ଥାନ ରୟାଲ୍ସର ସୋସିଆଲ ମିଡିଆ ଏବଂ କ୍ରିକେଟ ମହଲରେ ଅନେକ କଥା ଶୁଣିବାକୁ ପାଇଥିଲେ। ନେଟ୍ ପ୍ରାକ୍ଟିସ ସମୟରେ ବୈଭବ ସୂର୍ଯ୍ୟବଂଶୀ ଜୋଫ୍ରା ଆର୍ଚରଙ୍କ ବୋଲିଂକୁ ଅତି ସହଜରେ ଖେଳୁଥିଲେ ଏବଂ ତାଙ୍କ ବଲ୍ରେ ବଡ଼ ବଡ଼ ସଟ୍ ମଧ୍ୟ ମାରୁଥିଲେ। କିନ୍ତୁ ମୋଇନ୍ ଅଲି ଯୁବ ବ୍ୟାଟରକୁ ଚେତାବନୀ ଦେଇ କହିଛନ୍ତି, ମୋତେ ବହୁତ ଭଲ ଲାଗିଲା ଯେ ଆର୍ଚର କିଭଳି ଭାବରେ ବୈଭବକୁ ବୋଲିଂ କରୁଥିଲେ। ଆଇପିଏଲ୍ ସମୟରେ ରାଜସ୍ଥାନ ରୟାଲ୍ସର ନେଟ୍ରେ ବୈଭବ ଆର୍ଚରଙ୍କ ଉପରେ ହାବି ହେବାର ମୁଁ ଦେଖିଛି। ବୈଭବ ନିଶ୍ଚିତ ଭାବରେ ଜଣେ ଅସାଧାରଣ ପ୍ରତିଭାବାନ ବ୍ୟାଟର, ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ ତାଙ୍କର କ୍ଷମତାକୁ କମ୍ ବୋଲି ଆଦୌ କହୁନାହିଁ, କିନ୍ତୁ ମନେ ରଖିବାକୁ ହେବ ଯେ ନେଟ୍ରେ ବ୍ୟାଟିଂ କରିବା ଏବଂ ପ୍ରକୃତ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଇଣ୍ଟରନ୍ୟାସନାଲ କ୍ରିକେଟ ସମ୍ପୂର୍ଣ୍ଣ ଅଲଗା ଜିନିଷ ଏବଂ ଏଠାରେ ପରିସ୍ଥିତି ଯୁବ ଖେଳାଳିଙ୍କ ପାଇଁ ଅତ୍ୟନ୍ତ କଠିନ ହୋଇଥାଏ। ମୋଇନ୍ଙ୍କ ଏହି ବୟାନ କ୍ରିକେଟରଙ୍କର ଏକ ବଡ଼ ସତ୍ୟତାକୁ ସାମ୍ନାକୁ ଆଣିଛି। ନେଟ୍ରେ ବୋଲରମାନେ ପ୍ରାୟତଃ 100% ଆକ୍ରମଣାତ୍ମକ ମନୋଭାବରେ ନଥାନ୍ତି, କିନ୍ତୁ ଯେତେବେଳେ ଦେଶ ପାଇଁ ମ୍ୟାଚ୍ ଖେଳାଯାଏ ସେତେବେଳେ ପ୍ରତିଟି ବଲ୍ରେ ୱିକେଟ୍ ନେବାର ପ୍ରେସର ଏବଂ ରଣନୀତି ଥାଏ। ଯଦି ଆମେ ପରିସଂଖ୍ୟାନ ଉପରେ ନଜର ପକାଇବା ତେବେ ଆର୍ଚରଙ୍କ ଆଗରେ ବୈଭବଙ୍କ ରେକର୍ଡ ବେଶ୍ ଚିନ୍ତାଜନକ ଦେଖାଯାଉଛି। ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀ ଜୋଫ୍ରା ଆର୍ଚରଙ୍କର ମାତ୍ର 13ଟି ବଲ୍ର ହିଁ ସାମ୍ନା କରିପାରିଛନ୍ତି। ସେହି 13ଟି ବଲ୍ ମଧ୍ୟରୁ ସେ ମାତ୍ର 18 ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିବା ବେଳେ 2 ଥର ନିଜର ୱିକେଟ୍ ହରାଇଛନ୍ତି। ମାତ୍ର 15 ବର୍ଷ 99 ଦିନ ବୟସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚ୍ରେ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 36 ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ତତ୍ସହିତ ସବୁଠାରୁ କମ୍ ବୟସ୍କ ଭାରତୀୟ ଡେବ୍ୟୁଟାଣ୍ଟ ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି। କିନ୍ତୁ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟର ଆରମ୍ଭ ଆଦୌ ସୁଖଦ ରହିନାହିଁ।
ନିଜର ପ୍ରଥମ 3ଟି ଆନ୍ତର୍ଜାତୀୟ ମ୍ୟାଚ୍ରେ ସେ ଯଥାକ୍ରମେ 14, 13 ଏବଂ 15 ରନ୍ର ସ୍କୋର ହିଁ କରିପାରିଛନ୍ତି। ଆଇପିଏଲ୍ର ସେହି ବିସ୍ଫୋରକ ବ୍ୟାଟିଂ ଏଠାରେ ଦେଖିବାକୁ ମିଳିନାହିଁ। ଏଠାରେ ଆମକୁ ମନେ ରଖିବାକୁ ହେବ ଯେ ବୈଭବ ସୂର୍ଯ୍ୟବଂଶୀ କେଉଁ ଆଧାରରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଆଇପିଏଲ୍ 2026ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସମୟରେ ବୈଭବ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ସେହି ସିଜନରେ 237.30ର ଏକ ଅବିଶ୍ୱସନୀୟ ଷ୍ଟ୍ରାଇକ୍ ରେଟ୍ରେ 77ଟି ବଲ୍ରେ ଚୌକା ଛକାର ବର୍ଷା କରିଥିଲେ, ଯେଉଁଥିରେ ସେ ମୋଟ 777 ରନ୍ ସଂଗ୍ରହ କରିଥିଲେ। ଏଥିରେ ଏକ ଶତକ ଏବଂ 5ଟି ଅର୍ଦ୍ଧଶତକ ସାମିଲ ଥିଲା। ଚଳିତ ବର୍ଷ ଟି20 ୱାର୍ଲଡ କପ୍ରେ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ରହିଥିବା ସଞ୍ଜୁ ସାମସନ୍ ଲଗାତାର 3ଟି ମ୍ୟାଚ୍ରେ ଫ୍ଲପ୍ ହେବା ପରେ ଚୟନକର୍ତ୍ତାମାନେ ବୈଭବଙ୍କ ଉପରେ ଭରସା ପ୍ରକାଶ କରିଥିଲେ। କିନ୍ତୁ ଆଇପିଏଲ୍ର ସେହି ବିସ୍ଫୋରକ ବ୍ୟାଟର ଏବେ ଇଣ୍ଟରନ୍ୟାସନାଲ କ୍ରିକେଟର ଅସଲ ପିଚ୍ ଏବଂ ରିଏଲ୍ ବୋଲିଂ ଆଟାକ୍ ଆଗରେ ସଂଘର୍ଷ କରୁଥିବା ନଜର ଆସିଛନ୍ତି। ତେବେ ଶନିବାର ଦିନ ସିରିଜର ପଞ୍ଚମ ତଥା ଶେଷ ଟି20 ମ୍ୟାଚ୍ ଖେଳାଯିବ। ଭାରତ ପୂର୍ବରୁ ହିଁ ସିରିଜ ହରାଇ ସାରିଛି, ତେଣୁ ଏହି ଶେଷ ମ୍ୟାଚ୍ରେ ଭାରତୀୟ ଦଳ ନିଜର ସମ୍ମାନ ରକ୍ଷା କରିବା ପାଇଁ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏହା ନିଜକୁ ପ୍ରମାଣିତ କରିବାର ଶେଷ ସୁଯୋଗ ହେବ। ଦେଖିବାକୁ ବାକି ରହିଲା ଯେ ବୈଭବ ଜୋଫ୍ରା ଆର୍ଚରଙ୍କର ସେହି ସାଂଘାତିକ ସର୍ଟ ବଲ୍ ରଣନୀତିର କିଭଳି ମୁକାବିଲା କରୁଛନ୍ତି ଏବଂ ମୋଇନ୍ ଅଲ୍ଲୀଙ୍କ ସେହି ଆନ୍ତର୍ଜାତୀୟ ଚେତାବନୀରୁ କ'ଣ ଶିକ୍ଷା ଲାଭ କରୁଛନ୍ତି। ଆପଣଙ୍କୁ କ'ଣ ଲାଗୁଛି? ବୈଭବ କ'ଣ ପଞ୍ଚମ ଟି20ରେ ଆର୍ଚରଙ୍କ ବିପକ୍ଷରେ ଏକ ବଡ଼ ସ୍କୋର କରିପାରିବେ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ କ୍ରିକେଟ ଦୁନିଆର ସମସ୍ତ ସରପ୍ରାଇଜ ଖବର ଆମ ଚ୍ୟାନେଲରେ ଦେଖିବା ପାଇଁ ଏହାକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର। ଚାକିରି ଚିନ୍ତାରେ ସରି ଯାଉଛି ସମୟ, ବଢି ଯାଉଛି ବୟସ। ୟେସ୍, ଆପଣ ବି ଏଇ କଥା ଭାବୁଛନ୍ତି ନା? ତାହେଲେ ଟେନସନ ହୁଅନ୍ତୁ ନାହିଁ। ଏବେ ଚୁଟକିରେ ଚାଲିଯିବ ଏଇ ସବୁ ସମସ୍ୟା। ଆପଣ ପୂର୍ବ ଓଡ଼ିଶାରୁ ହୁଅନ୍ତୁ କି ପଶ୍ଚିମ ଓଡ଼ିଶାରୁ, ସହଯୋଗ କରିବ ଆଞ୍ଜେଲିନା ଏଣ୍ଟରପ୍ରାଇଜେସ୍। ଅଗରବତୀ ମେସିନ ଠାରୁ ନେଇ ପେପର ପ୍ଲେଟ ମେସିନ ପର୍ଯ୍ୟନ୍ତ ଯାହା ଖୋଜିବେ ତାହା ପାଇବେ। ଆପଣଙ୍କ ମନ ପସନ୍ଦର ମେସିନ ନିଅନ୍ତୁ ଆଉ ଆଜି ହିଁ ଆରମ୍ଭ କରନ୍ତୁ ବ୍ୟବସାୟ। ଯୋଗାଯୋଗ କରିବା ପାଇଁ ଡାଏଲ କରନ୍ତୁ